ଅଜୟକୁ ଦେବହର ନଗରପାଳିକାରେ ରହିବାର 4 ରୁ 5 ବର୍ଷ ସମୟ ବିତି ଯାଇଥିଲା। ଏବେ ତାର ଟ୍ରାନ୍ସଫର ଦ୍ୱିତୀୟ ଏକ ନଗରପାଳିକାକୁ ହୋଇଯାଉଛି। ତେଣୁକରି ବର୍ତ୍ତମାନ ଏବେ ଅଜୟ ସ୍ଥାନରେ ସେଠାରେ ନିତିନର ପୋଷ୍ଟିଂ ହେଉଛି। ଅଜୟ ସେଠାରୁ ଯିବା ପୂର୍ବରୁ ନିତିନକୁ ସେହି ସ୍ଥାନ ବିଷୟରେ ସବୁକିଛି କହିଦେଉଛି। ନିତିନ ଆଉ ଅଜୟ ଦୁହେଁ ବହୁତ ଭଲ ସାଙ୍ଗ ଥିଲେ। ସେ ବଙ୍ଗଳାରେ ଗୋଟିଏ ଚପରାସି ରହିଥିଲା, ଯାହାର ନାଁ ରାମଲାଲ ଥିଲା। ନିତିନ ରାମଲାଲ ଏବଂ ତା ପତ୍ନୀକୁ ଦେଖୁଛି। ସେ ଦେଖୁଛି ଦୁଇ ଜଣଙ୍କ ବୟସରେ ବହୁତ ତାରତମ୍ୟ ରହିଥିଲା। ରାମଲାଲ ଅଧିକ ବୟସର ଥିବାବେଳେ ତା ପତ୍ନୀ ସାରଳା ଖୁବ୍ କମ୍ ବୟସର ଥାଏ ଏବଂ ସେ ଦେଖିବାକୁ କୌଣସି ଟିଭି ହିରୋଇନ ଠାରୁ କମ୍ ନଥିଲା। ଏହାପରେ ନିତିନର ନଜର ଚପରାସିର ସ୍ତ୍ରୀ ଉପରକୁ ପଡ଼ିବା ଆରମ୍ଭ ହେଉଛି। ଦର୍ଶକ ବନ୍ଧୁ, ବହୁତ ଇଣ୍ଟରେଷ୍ଟିଂ ଷ୍ଟୋରି। ଜଣେ ବଡ଼ ଅଫିସର ଆଉ ଜଣେ ଚପରାସିର ପତ୍ନୀର ସମ୍ପର୍କର କାହାଣୀ। ଆଜିର ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ଚାଲନ୍ତୁ ବିଳମ୍ବ ନ କରି କାହାଣୀଟି ଆରମ୍ଭ କରିବା। ଅଜୟ ଯିବା ପରେ ନିତିନର ପୋଷ୍ଟିଂ ହେଉଛି ଏବଂ ସେଠାକୁ ଚପରାସି ଏବଂ ତା ପତ୍ନୀର ଯିବା ଆସିବା ଚାଲିଥାଏ। ଚପରାସିର ପତ୍ନୀ ସାରଳା ପ୍ରଥମ ନଜରରୁ ହିଁ ନିତିନକୁ ପସନ୍ଦ ଆସିଯାଇଥାଏ। ସେ ତାକୁ ଯେମିତି ବି ହେଉ ହାସିଲ କରିବାକୁ ଲାଗି ପଡ଼ୁଛି। ସେ ବିଭିନ୍ନ ପ୍ରକାର ଉପାୟ କରିବାରେ ଲାଗୁଛି। ଅଜୟ ଯିବାବେଳେ ନିତିନକୁ କହିଥିଲା, ଏଇ ଛୋଟ ଲୋକମାନେ ବହୁତ ବିଶ୍ୱାସୀ ଏବଂ ସଚ୍ଚୋଟ ହୋଇଥାନ୍ତି। ଆମେ ବଡ଼ ଅଫିସର ମାନେ ତ ବେଳେବେଳେ ନିଜର ପ୍ରମୋସନ ପାଇଁ ଉପରୋକ୍ତ କର୍ମଚାରୀଙ୍କ ପାଖକୁ ନିଜ ସ୍ତ୍ରୀ, ଭଉଣୀ ଏବଂ ଘର ଲୋକଙ୍କୁ ମଧ୍ୟ ପଠାଇ କମ୍ପ୍ରମାଇଜ କରିଦେଇଥାଉ। କିନ୍ତୁ ଛୋଟ ପଦବୀ ଲୋକ ଏସବୁ କରନ୍ତି ନାହିଁ। ସେମାନେ ଏସବୁକୁ ପାପ ବୋଲି ମାନନ୍ତି। ଏପରି କିଛି କଥାବାର୍ତ୍ତା ଅଜୟ ଓ ନିତିନଙ୍କ ମଧ୍ୟରେ ହୋଇଥିଲା। ଏବେ ନିତିନ ନିଷ୍ପତ୍ତି କରୁଛି, ଯାହା ବି ହୋଇଯାଉ ଏଇ ସ୍ତ୍ରୀ ଲୋକକୁ ତ ମୋତେ ହାସିଲ କରିବାର ହିଁ ଅଛି। ଯେତେବେଳେ ରାତି ହୁଏ, ଏବେ ସେ ଚପରାସି ରାମଲାଲ ନିତିନ ପାଖକୁ ଆସୁଛି ଆଉ କହୁଛି, ସାର୍, ଯଦି ଆପଣଙ୍କୁ କିଛି ବି ଦରକାର ଅଛି ତ ମୋତେ କହିଦେବେ। ଆପଣଙ୍କ ଆଗରୁ ଯେଉଁ ସାର୍ ଥିଲେ ସେ ସବୁ କିଛି କାମ ମୋ ଜରିଆରେ ହିଁ କରୁଥିଲେ। ବାହାରୁ କିଛି ଆଣିବା ହେଉ କିମ୍ବା ଲୁଗାପଟା ସଫା କରିବା, ଏପରି ସେ ସମସ୍ତ କାମ ମୋ ଦ୍ୱାରା କରୁଥିଲେ। ନିତିନ ଏସବୁ ଶୁଣି ପଚାରୁଛି, ସେ ଆଉ କ'ଣ ସବୁ କାମ କରାଉଥିଲେ? ଚପରାସି କହୁଛି, ସେ ରାତି ହେଲେ ମଦ ମଧ୍ୟ ମୋ ହାତରେ ଆଣୁଥିଲେ ଆଉ କେବେ କେବେ ତ ସେ ଝିଅ ମଧ୍ୟ ଡାକୁଥିଲେ। କଲେଜରେ ପଢ଼ୁଥିବା ଝିଅ ପ୍ରାୟତଃ ଯେଉଁମାନଙ୍କୁ ମୁଁ ଜାଣିଛି, ଯେଉଁମାନେ ଏସବୁ କାମ କରନ୍ତି, ସେମାନେ ଏଠାକୁ ଆସୁଥିଲେ ଆଉ ଏସବୁ ବଦଳରେ ସେ ସେମାନଙ୍କୁ କିଛି ଟଙ୍କା ମଧ୍ୟ ଦେଉଥିଲେ। ଏପରି ପୁରା ରାତି ସେମାନେ ସେଠାରେ ରହୁଥିଲେ ଏବଂ ସକାଳୁ ଚାଲି ଯାଉଥିଲେ। ନିତିନ ଯେବେ ଏସବୁ ଶୁଣୁଛି, ସେ କହୁଛି, ଚାଲ ଠିକ୍ ଅଛି, ସେମିତିରେ ତ ମୁଁ କେବେ କେବେ ଡ୍ରିଙ୍କସ୍ କରେ, ସବୁବେଳେ ନୁହଁ, କିନ୍ତୁ ହବ ତ ମୋ ପାଇଁ ମଧ୍ୟ ମଦ ଆଣିଦେବ ଆଉ ସେଇ ଝିଅକୁ ବି ସାଥିରେ ନେଇ ଆଣ। ମୁଁ ବି ଦେଖିବି ସେଇ ଝିଅ କେମିତି, ତା ସ୍ୱାଦ ମୁଁ ମଧ୍ୟ ଚାଖିବି। ରାମଲାଲ ମଦ ବୋତଲ ନେଇ ଆସୁଛି ଏବଂ ସାଥିରେ ଗୋଟିଏ ଝିଅକୁ ମଧ୍ୟ ନେଇ ଆସୁଛି। ସେଇ ଝିଅଟି ସହ ପ୍ରଥମରୁ ହିଁ ରାମଲାଲର ସେଟିଂ ଥିଲା। ତାକୁ ବି ସେ ସାଥିରେ ନେଇ ଆସୁଛି। ଯେତେବେଳେ ସେ ସାହେବଙ୍କ ରୁମକୁ ପହଞ୍ଚୁଛି, ପ୍ରଥମେ ସେ ଡ୍ରିଙ୍କ କରୁଛନ୍ତି। ଏହାପରେ ସାରା ରାତି ଦୁହେଁ ଦୁହିଁଙ୍କ ସହ ଏନ୍ଜୟ କରୁଛନ୍ତି। ସକାଳେ ଯେତେବେଳେ ସେ ଯିବା ପାଇଁ ବାହାରୁଛି, ତାକୁ ନିତିନ 3000 ଟଙ୍କା ଦେଉଛି ଆଉ କହୁଛି, ତୁମକୁ ମୋ ପାଇଁ ଗୋଟିଏ ଛୋଟିଆ କାମ କରିବାର ଅଛି। ଝିଅଟି କହୁଛି, ସାର୍, ସାରା ରାତି ଆପଣ ମୋ ସହ ଏନ୍ଜୟ କଲେ, ଏବେ ଆଉ କେଉଁ କାମ ବାକି ରହିଗଲା? ନିତିନ କହୁଛି, ଯେବେ ତୁମେ ଏଠାରୁ ଯିବ, ତୁମେ ରାମଲାଲ ସହ ସାକ୍ଷାତ କରିକି ହିଁ ଯିବ। ସେତେବେଳେ ତାକୁ କହିବ କି, ମୁଁ ତୁମ ସାହେବଙ୍କ ସହ ପୁରା ରାତି ରହିଲି, କିନ୍ତୁ ତୁମ ସାହେବ ମୋତେ ସ୍ପର୍ଶ ମଧ୍ୟ କରିନଥିଲେ। ସେ କିଛି ବି କରିନଥିଲେ ଆଉ ବାସ୍ ଏପରି ହିଁ ସାରା ରାତି ଅତିବାହିତ ହୋଇଗଲା। ଆଉ ସକାଳୁ ଆସିବା ସମୟରେ ମୋତେ 3000 ଟଙ୍କା ଦେଲେ। ନିତିନ ଏପରି ଗୋଟିଏ ଚାଲ ଖେଳିଥିଲା ଆଉ ସେ ଏହା ଚିନ୍ତା କରୁଥିଲା, ଯଦି ତାର ଏଇ ପ୍ଲାନ୍ ଠିକ୍ ରୂପରେ କାମ କରିଦେବ ତ ସେ ତା ଲକ୍ଷ୍ୟରେ ସଫଳ ହୋଇଯିବ। ସେ ଝିଅଟି ଠିକ୍ ଏପରି ହିଁ କରିଲା। ସେ ଝିଅଟି ରାମଲାଲକୁ କହୁଛି, ରାମଲାଲ, ଇଏ ତ ବଡ଼ ବିଚିତ୍ର କଥା। ଏଇ ଅଫିସର ତ ମୋତେ ଛୁଇଁବି ନାହିଁ ଆଉ ପୁରା ରାତି କାଟିବା ପରେ କିଛି ନ କରି ଏତେ ସାରା ଟଙ୍କା ଦେଉଛି। ତମର ଏ ସାହେବ ବୋଧହୁଏ ମର୍ଦ୍ଦ ନୁହଁ ଆଉ ଏପରି ଭାବରେ ତାକୁ ଜଣା ନାହିଁ କ'ଣ ମିଳୁଛି, କେତେ ସମ୍ପତ୍ତି ଅଛି ଯେ ଇଏ ଏପରି ଫ୍ରିରେ ଉଡ଼ାଉଛି। ଏପରି ମଣିଷ ପାଖକୁ ତ ମୁଁ ପ୍ରତିଦିନ ଆସିବାକୁ ଚାହୁଁଛି। ରାମଲାଲ ଏପରି ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛି। ସେ ଭାବୁଛି, ଏମିତି କେମିତି ହୋଇପାରିବ? ତାକୁ ମଧ୍ୟ ବିଶ୍ୱାସ ହେଉନଥାଏ।
यापर से निज घर को जाउछि आ मनरे किछि भाबी ए सब निज पत्नी को कहि दउछि। से कहूछि सारला आमर जो नुआ ऑफिसर आसीचंती से मो हाथ में मद एवं गोटे झील को मगाई थिले। तुमे जानिथिबो या आगरु थिबा सार मध्य एपरी केबे केबे ए सब मगाउथिले, किंतु एथर जो झील आसीतिला से सकाळ हेबा परे जिबा बेले कहूछि तुमर साहेब तो नामर्द अटंती, से मो सह किछि मध्य करि नाहंती, उल्टा आउरी 3000 टंका देइछंती। नितिन बड़ चतुरतार सह एपरी पसा पकाउछि आउ रामलाल भी सेई पसारे एपरी फसी जाउछि। सारला भी एसबु शुणी चकित हेउछि, किंतु ए कथा सहजरे हजम हेउ न थाए। से कहूछि भला एमिति केमिति होई परिबो? दुई जण पति पत्नी उभय डिस्कशन करुछंती। हुए तो धनर कौनसी अभाव नथिबो सेई साहेबंकर। किछि समय एपरी चिंता करिबा परे रामलाल निज पत्नी सारला को कहूछि चलो आमे मध्य गोटिए काम करिबा। आम साहेबंकु तो टंका पैसार कौनसी अभाव नाही, मु सामान्य चपरासी, एमितिरे भी केते दरमा मिली जाउछि। एपरी बड़ कष्टरे आमर परिवार पोषण हेउछि। बहुत दिनरु मोर भी इच्छा रहिछि मु गोटिए बाइक किनिबी, किंतु टंका अभावरु किनि पारुनी। एहा छडा केबे केबे गहना पाई भी तमे मते कहिताओ, तम पाई गहना मध्य मु किनि पारुनी। तेणु आमे भी काहींकि चुप रहिबा। जेबे साहेब मते झियो आनिबा कथा कहिबे सेतेबेले से झियोटी बदलरे तमे चली जिवो। एमितिरे भी साहेब किछि करि पारु नाहंती, से ना मर्द अटंती। बास तांकु तो केवल महिलांको साथी सोईबार पैसा देई जेबे तो सारला सीधा सीधा मना करि दउछि। सारला कहूछि कौनसी पुरुष एपरी केमिति करि पारे? रामलाल मते विश्वास लागुनी। रामलाल ता स्त्री को कहूछि जदि आम साहेब से झियो साथी किछि करिथाते तो से झियोटी एपरी काहींकि कहिथांते जे तम साहेब मर्द नुहंती। मते बारंबार से सब कथा मने पडुछि। तेणु मो कथा मान आउ तमे साहेबंको पाखकु चली जाओ। देखो मु एमिति एक मनीष, मु कदापि चाहिबिनी जे मो पत्नी कौनसी परपुरुष सह सोऊ, किंतु साहेब तो किछि भी करिबार नाही। तेणु तुमे सेठाकु जाओ। से केमिति भी हो निज पत्नी सारला को मनाई दउछि। राति होउछि जेबे नितिन रामलाल को कहूछि रामलाल मो पाई मद नहीं आण आ साथी रे से झियो को भी नहीं आण। सेतेबेले रामलाल कहूछि सार से झियोर कौन दरकार? मोर भी पत्नी अछि, से भी देखिबा पाई बहुत सुंदर। जदि आपण कहिबे तो मु ताकू आनी देबी। नितिन तो बास एहा ही चाहुतिला। तेणु करी से एपरी प्लानिंग करी पसा फोपाड़ी थिला। से कहूछि ठीक अछि, जदि तमरो किछि असुविधा नाही ताकू आनी दियो। वर्तमान सारला नितिन रो रूम को जाउछि। नितिन खूब ड्रिंक करुछि आउ एहा परे सारला ऊपर को आसी जाउछि। सारला ए सब देखि स्तब्ध रहि जाउछि। से जहा किछि सुनिथिला मामला बिल्कुल एबे तार उल्टा हेउथिला। सारला तो बास एहा सुनिथिला जे से मर्द नुह एवं ता पति मध्य ठीक एपरी कथा कहिथिला जे नितिन ना मर्द अटे, ता द्वारा किछि मध्य हुएनी। किंतु एठी तो मामला आउ किछि थिला। से सारला को पूरा थकाई दउछि। सारा राति नितिन निज मन देहर इच्छा को पूर्ण करिबारे लागि पडुछि। जो महिला जन को पाइबा निमंते से जगी बसिथिला, आज ताकू ता सामना रे पाइबा परे से ता मन भरिबा पर्यंत से सब करि चालुछि जहा तार इच्छा रहितिला। सारला मध्य एहार विरोध करि पारु न थाए, कारण से एठाकू निजे आसीतिला। से केवल लुह गड़ाउ थाए। से भितरे भितरे जळुथिला। से लागिला जे ताकू टंकार लोभरे ता स्वामी जानि सुनी एई ऑफिसर पाखकू पठाई देइछि। तेणु से मते एपरी सब मिछ कही शेषरे एई ऑफिसर पाखकू पठाइबारे सफल होई गला। ए सारला रामलाल ठू बदला नेबा पई चिंता करुछि। एपरी भावरे राति पाई सकाळ हेउछि। सारा राति नितिन निज मनर मानसी सहित बिताइबा परे से ताकू छाड़ी दउछि। सारला निज घर को आसी सोई पडुछि। दी प्रहर रे से ता स्वामी रामलाल को कहूछि तमे तो बिल्कुल ठीक कथा कहितिलो। तम साहब तो सतरे ना मर्द अटंती, तांको द्वारा किछि भी होएनी, आउ से मो सह भी किछि करि नाहंती। रामलाल ए सब सुनी बहुत खुशी हो जाउछि। से कहूछि ताहाले तो यह बहुत भल हला। या परे से कहूछि साहेब मते आसीबा बेले खुशी होई 5000 टंका देइथिले। रामलाल ए सब सुनी आउरी खुशी होउछि। तापरे सारला कहूछि तम भौणी की भी एठाकू आमे नेई आसीबा। सी एमितिरे तो गाँ रे अछि, आउ केबे केबे से भी साहेबंको निकटकू जीव, ताकू मध्य मोटारू
ଅଧିକ ଟଙ୍କା ମିଳିଯିବ, କାରଣ ସେ ଏବେ କୁଆଁରୀ ଅଛି ଏବଂ ମୋ ଠାରୁ ବି ଆହୁରି ଅଧିକ ସୁନ୍ଦରୀ ଅଛି। ଆଉ ଏମିତି ଆମେ ଯେତେ ଇଚ୍ଛା ଟଙ୍କା ସେ ସାହେବ ପାଖରୁ ଲୁଟି ପାରିବା। ରାମଲାଲକୁ ବି ଏ କଥା ଠିକ୍ ଲାଗିଯାଉଛି ଏବଂ ସେ ତା ଭଉଣୀକୁ ବି ଏଠାକୁ ଡାକି ଦେଉଛି। ସାରଳା ଏପରି ଭାବରେ ନିଜ ସ୍ୱାମୀଠାରୁ ବଦଲା ନେବାକୁ ଚାହୁଁଛି, କାରଣ ସେ ଭାବୁଥିଲା ତା ସ୍ୱାମୀ ଛଳ କରି ତାକୁ ସେଠାକୁ ପଠାଇଛି। କିନ୍ତୁ ଏଥିରେ ରାମଲାଲର କିଛି ମଧ୍ୟ ଭୁଲ ନଥିଲା। ଏପରି ତା ଭଉଣୀ ଘରକୁ ଆସିବା ପରେ ନଣନ୍ଦ ଆଉ ଭାଉଜଙ୍କ ମଝିରେ କଥାବାର୍ତ୍ତା ହେଉଛି। ସେ ସମସ୍ତ କଥା ନଣନ୍ଦକୁ କହୁଛି। ସେ ଏହା ବି କହିଦେଉଛି ଯେ ମୁଁ ଜାଣିଛି ତମର ଗାଁରେ ଅନେକ ପୁଅଙ୍କ ସାଥିରେ ଚକ୍କର ଚାଲିଛି, ତେଣୁ ଏଥିପାଇଁ ଗାଁରେ ତମେ କିଛି କାଣ୍ଡ କରିବ ଆଉ ଆମର ଇଜ୍ଜତକୁ ମାଟିରେ ମିଶାଇ ଦେବ। ମୁଁ ତୁମକୁ ଏଠାକୁ ଆଣିଛି। ତମେ ଯାହା କିଛି ଗାଁରେ କରୁଛ ସେସବୁ ତୁମେ ଏଠାରେ ବି କରିପାରିବ ଏବଂ ସେସବୁ ବଦଳରେ ତୁମକୁ ଏଠାରେ ଅଧିକ ଟଙ୍କା ମିଳିଯିବ। ତା ନଣନ୍ଦ ମଧ୍ୟ ଏଥିରେ ସହମତି ହୋଇଯାଉଛି। ରାତି ହେବା ପରେ ନଣନ୍ଦ ସାହେବଙ୍କ ପାଖକୁ ଯାଉଛି। ଏପରି ଭାବେ ନିତିନ ଉଭୟ ନଣନ୍ଦ ଓ ଭାଉଜଙ୍କୁ ବ୍ୟବହାର କରୁଛି। ଏପରି ଖୁବ୍ ଏନ୍ଜୟ କରୁଛି ଆଉ ଦୁହିଁଙ୍କୁ ଖୁବ୍ ଟଙ୍କା ମଧ୍ୟ ଦେଉଥିଲା। ବେଳେବେଳେ ନିଜଠୁ ବଡ଼ ଅଫିସରଙ୍କୁ ଖୁସି କରିବା ପାଇଁ ସେମାନଙ୍କୁ ସେଠାକୁ ମଧ୍ୟ ପଠାଇ ଦେଉଛି। ଏସବୁରୁ ସେମାନଙ୍କୁ ଖୁବ୍ ଟଙ୍କା ମିଳିଯାଉଛି। ରାମଲାଲକୁ ଏସବୁ ଜଣା ନଥିଲା। ସେ ତ ଭାବିଥିଲା ତା ଅଫିସର ଜଣେ ନାମର୍ଦ୍ଦ, ତା ଦ୍ୱାରା କିଛି ମଧ୍ୟ ହୁଏନି, ଆଉ ତା ଭଉଣୀ ସ୍ତ୍ରୀ ତା ପାଖରୁ ଲୁଟି ଚାଲିଛନ୍ତି। ଦିନେ ଏପରି ଭଉଣୀ ଏବଂ ଭାଉଜ ମିଳିମିଶି ବସି ଗପସପ୍ କରୁଥାନ୍ତି। ସେମାନେ କଥା ହେଉଛନ୍ତି, ଆମ ସାହେବ ନିତିନଙ୍କ ଭିତରେ ଜଣା ନାହିଁ ଏତେ ପାୱାର କେମିତି ଅଛି ଯେ ସେ ସାରା ରାତି ଆମକୁ ଶୋଇବା ପାଇଁ ଦେଉନାହାନ୍ତି ଆଉ ସାରା ରାତି ଖୁବ୍ ମଜା ନେଉଛନ୍ତି। ଯେତେବେଳେ ଉଭୟ ନଣନ୍ଦ ଓ ଭାଉଜ ହସି ହସି ଏପରି ସବୁ କଥା ହେଉଥାନ୍ତି, ବାହାରେ ରାମଲାଲ ଏସବୁ ଶୁଣି ଦେଉଛି। ଏହାପରେ ତାକୁ ତା ନିଜ କାନ ଉପରେ ବିଶ୍ୱାସ ହେଉନି। ଯେଉଁ ମଣିଷକୁ ସେ କାପୁରୁଷ ଭାବିଥିଲା ଆଉ ସେଥିପାଇଁ ହିଁ ସେ ତା ସ୍ତ୍ରୀ ଓ ଭଉଣୀକୁ ସେଠାକୁ ପଠାଉଥିଲା, ସେତେବେଳେ ସେ ନିଜ ମୂର୍ଖାମି ପାଇଁ ଅନୁତାପ କରୁଛି। ସେ ଜାଣିପାରୁଛି ଯେ ସେଇ ଅଫିସର ତାକୁ ଫସାଇବା ପାଇଁ ହିଁ ସେଇ ଝିଅର ବ୍ୟବହାର କରିଥିଲା। ଏସବୁ ଜାଣିବା ପରେ ସେ ଚୁପ୍ ହୋଇଯାଉଛି ଏବଂ ସେ କହୁଛି, ଯାହା ବି ହେଉଛି ହଉ, ମତେ ତ ଟଙ୍କା ମିଳୁଛି। ମଣିଷ ବାସ୍ତବରେ ଟଙ୍କା ପାଇଁ କେତେ ତଳକୁ ଖସି ଯାଇପାରେ। ସେ ଚିନ୍ତା କରିବାକୁ ଲାଗୁଛି ଯେ କାଲି ମୋ ପାଖରେ ଟଙ୍କା ନଥିଲା, ଆଉ ଯେତେବେଳେ ମୋ ପାଖକୁ ଟଙ୍କା ଆସିଗଲା ମୁଁ ଗହଣା ଗାଡ଼ି ସବୁ କିଛି କିଣି ପାରିଲି ଏବଂ ଗାଁରେ ମୋର ସମ୍ମାନ ମଧ୍ୟ ବଢ଼ିବାକୁ ଲାଗିଲା। ତେଣୁକରି ସେ ଏପରି ଜାଣିବା ପରେ ମଧ୍ୟ ଚୁପ୍ ରହିଯାଉଛି ଏବଂ ଆଜିକାଲିର ଦୁନିଆରେ ମଣିଷ ଟଙ୍କା ପାଇବା ଆଶାରେ କିପରି ତଳକୁ ଖସି ଯାଇପାରେ ତାହା ଏହି ଭିଡିଓରେ ସ୍ପଷ୍ଟ ହୋଇଯାଉଛି। ଏପରି ଧୀରେ ଧୀରେ ଏହି ଘଟଣାଟି ସେହି ଏରିଆରେ ଫ୍ଲାସ୍ ହେବାକୁ ଲାଗୁଛି। ଦର୍ଶକ ବନ୍ଧୁ, ଏହି ଭିଡିଓ ବନାଇବାର ଉଦ୍ଦେଶ୍ୟ କାହା ମନକୁ ଦୁଃଖ ଦେବା କିମ୍ବା କାହାର ଭାବନାକୁ ଆଘାତ ଦେବା ନୁହଁ, ବରଂ ସମାଜରେ ଘଟୁଥିବା ଅପରାଧ ଆପଣଙ୍କ ସାମ୍ନାକୁ ଆଣି ଆପଣଙ୍କୁ ସଚେତନା ଏବଂ ଜାଗୃତ କରିବା ଆମର ମୂଳ ଉଦ୍ଦେଶ୍ୟ ଅଟେ।